ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। କଏଦୀଙ୍କ ଜାତିଭିତ୍ତିକ ଭେଦଭାବ ପ୍ରସଙ୍ଗର ସମାଧାନ ଲକ୍ଷ୍ୟରେ ଜେଲ୍ ମାନୁଆଲ ଏବଂ ନିୟମରେ ସଂଶୋଧନ କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଓଡ଼ିଶାର ରାଜ୍ୟପାଳ ଭାବେ ଆସନ୍ତାକାଲି ଶପଥ ନେବେ ଡକ୍ଟର ହରିବାବୁ କମ୍ଭମପତି। ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷିତ। ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ 4 ଜଣ କ୍ରୀଡ଼ାବିତ୍ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ 5 ଜଣ ପ୍ରଶିକ୍ଷକ ମନୋନୀତ ଏବଂ ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ସିଡ୍ନୀଠାରେ ଆସନ୍ତାକାଲିଠାରୁ ଖେଳାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀଠାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଜେ କ୍ଲଷ୍ଟର ବାସିନ୍ଦାଙ୍କ ପାଇଁ ପ୍ରାୟ 17,000 ନବନିର୍ମିତ ବାସଗୃହକୁ ଉଦ୍ଘାଟନ କରିବା ସହିତ ଅଶୋକ ବିହାର ଅଞ୍ଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିବେ। ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଇନ୍ ସିଟୁ ବସ୍ତି ଥଇଥାନ ପ୍ରକଳ୍ପର ଏହି ନବନିର୍ମିତ ଗୃହଗୁଡ଼ିକ ହେଉଛି ଦ୍ୱିତୀୟ ସଫଳ ପଦକ୍ଷେପ। ଜେ କ୍ଲଷ୍ଟର ବାସିନ୍ଦାଙ୍କୁ ଉପଯୁକ୍ତ ସୁବିଧା ସହିତ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପରିବେଶ ପ୍ରଦାନ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ନୌରୁଜ ନଗରଠାରେ ପ୍ରଧାନମନ୍ତ୍ରୀ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ସରୋଜିନୀ ନଗରରେ ଜେନେରାଲ ପୁଲ୍ ଆବାସିକ ଆବାସ ଟାଇପ୍ 2 କ୍ୱାର୍ଟର୍ସ ଭଳି 2ଟି ସହରାଞ୍ଚଳ ପୁନଃନିର୍ମାଣ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ବିଶ୍ୱ ବାଣିଜ୍ୟ କେନ୍ଦ୍ରର 600ରୁ ଅଧିକ ଜରାଜୀର୍ଣ୍ଣ ଗୃହ ବଦଳରେ ଅତ୍ୟାଧୁନିକ ବାଣିଜ୍ୟିକ ଟାୱାର ନିର୍ମାଣ ମାଧ୍ୟମରେ ଏହି କ୍ୱାର୍ଟର୍ସଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ 2,500ରୁ ଅଧିକ ଆବାସିକ ଗୃହ ରହିଛି। ପ୍ରଧାନମନ୍ତ୍ରୀ ଦ୍ୱାରକାଠାରେ ପ୍ରାୟ 300 କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ସମନ୍ୱିତ କାର୍ଯ୍ୟାଳୟ ପରିସରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ 600 କୋଟିରୁ ଅଧିକ ବ୍ୟୟ ଅଟକଳରେ 3ଟି ନୂତନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। ନଜଫଗଡ଼ର ରୋଶନପୁରାଠାରେ ବୀର ସାବରକର କଲେଜର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। କଏଦୀଙ୍କ ଜାତିଭିତ୍ତିକ ଭେଦଭାବ ପ୍ରସଙ୍ଗର ସମାଧାନ ଲକ୍ଷ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଦର୍ଶ ଜେଲ୍ ମାନୁଆଲ 2016 ଏବଂ ଆଦର୍ଶ ଜେଲ୍ ଓ ସଂଶୋଧନ ସେବା ଅଧିନିୟମ 2023ରେ ଆବଶ୍ୟକ ପରିବର୍ତ୍ତନ କରିଛି। ସୁପ୍ରିମକୋର୍ଟଙ୍କ ରାୟ ଭିତ୍ତିରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂଶୋଧିତ ନିୟମାବଳୀ ଅନୁଯାୟୀ ଜେଲ୍ କର୍ତ୍ତୃପକ୍ଷ ଏଣିକି ଜାତିଭିତ୍ତିକ ଭେଦଭାବ, ବର୍ଗୀକରଣ ଏବଂ ପୃଥକୀକରଣକୁ କଡ଼ାକଡ଼ି ଭାବେ ନିଷେଧ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ଅଭ୍ୟାସଗତ ଅପରାଧୀର ପ୍ରଚଳିତ ସଂଜ୍ଞାଙ୍କୁ ମଧ୍ୟ ବଦଳାଯାଇଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଏବଂ ରାଜ୍ୟଗୁଡ଼ିକୁ ଜେଲ୍ରେ ଜାତିଭିତ୍ତିକ ଭେଦଭାବ ଦୂର କରିବା ଲକ୍ଷ୍ୟରେ ଜେଲ୍ ମାନୁଆଲ ଏବଂ ନିୟମରେ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀ ମନ୍ନାଥୁ ପଦ୍ମନାଭନଙ୍କୁ ତାଙ୍କ ଜୟନ୍ତୀ ପାଳନ ଅବସରରେ ସ୍ମରଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସମାଜରେ ଉନ୍ନତି, ମହିଳା ସଶକ୍ତିକରଣ ଏବଂ ମାନବିକ ଦୁଃଖ ଦୂର କରିବା ପାଇଁ ନିରନ୍ତର ପ୍ରୟାସ କରୁଥିବା ଜଣେ ପ୍ରକୃତ ଦୂରଦର୍ଶୀ ମଣିଷ ଭାବେ ଶ୍ରୀ ପଦ୍ମନାଭନଙ୍କର ପ୍ରଶଂସା କରିଛନ୍ତି। ଶିକ୍ଷା ଏବଂ ଶିକ୍ଷଣ ଉପରେ ସେ ଗୁରୁତ୍ୱ ପ୍ରଦାନ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତି ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଭୁବନେଶ୍ୱର ବିମାନ ବନ୍ଦରଠାରେ ଆଜି ଡକ୍ଟର କମ୍ଭମପତି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ୱାଗତ କରିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ କେତେକ ସଦସ୍ୟ ବିମାନ ବନ୍ଦରଠାରେ ଉପସ୍ଥିତ ଥିଲେ। ଏହାପରେ ଡକ୍ଟର କମ୍ଭମପତି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନ 10:15ରେ ଭୁବନେଶ୍ୱର ରାଜଭବନର ନ୍ୟୁ ଅଭିଷେକ ହଲ୍ରେ ସ୍ୱତନ୍ତ୍ର ସମାରୋହରେ ଡକ୍ଟର କମ୍ଭମପତି ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଡକ୍ଟର କମ୍ଭମପତିଙ୍କୁ ଶପଥ ପାଠ କରାଇବେ। ପୂର୍ବରୁ ଡକ୍ଟର କମ୍ଭମପତି ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ମିଜୋରାମର ରାଜଧାନୀ ଆଇଜଲଠାରୁ 30 କିଲୋମିଟର ଦୂର ଲେଙ୍ଗପୁଇ ବିମାନ ବନ୍ଦରରେ ଡକ୍ଟର କମ୍ଭମପତିଙ୍କୁ ଆନୁଷ୍ଠାନିକ ବିଦାୟ ଦିଆଯାଇଛି।
मुख्यमंत्री लाल दुहमा ଏହି ବିଦାୟ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଡକ୍ଟର କମ୍ଭମପତି 2021 ଜୁଲାଇ 21 ତାରିଖରେ ମିଜୋରାମର 22ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। 3 ବର୍ଷ 5 ମାସରୁ ଅଧିକ ସମୟ ମିଜୋରାମର ରାଜ୍ୟପାଳ ଭାବେ ସେ କାର୍ଯ୍ୟ କରିଛନ୍ତି। ବିଦାୟ ସମାରୋହରେ ମିଜୋରାମରେ ରାଜ୍ୟ ବିଧାନସଭା କାର୍ଯ୍ୟର ଗଠନମୂଳକ ବାତାବରଣ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂହ ମିଜୋରାମର 23ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା 9 ତାରିଖରେ ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ କ୍ରୀଡ଼ା ପୁରସ୍କାର ଆଜି ଘୋଷଣା କରାଯାଇଛି। ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷ ପ୍ରତିପାଦନ କରିଥିବା 4 ଜଣ ଖେଳାଳି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ 32 ଜଣ କ୍ରୀଡ଼ାବିତ୍ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ବିଶ୍ୱ ଚେସ୍ ଚାମ୍ପିୟନ୍ ଡି ଗୁକେଶ, ପ୍ୟାରିସ୍ ଅଲିମ୍ପିକ୍ସର 2ଟି ପଦକ ବିଜେତା ମନୁ ଭାକର, ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ଏବଂ ପ୍ୟାରିସ୍ ପାରାଅଲିମ୍ପିକ୍ସର ସ୍ୱର୍ଣ୍ଣପଦକ ବିଜେତା ପ୍ରବୀଣ କୁମାର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ। ଅଭିଜ୍ଞ ଆଥଲେଟ୍ ସୁଚା ସିଂ ଏବଂ ପାରା ସନ୍ତରଣକାରୀ ମୁରଲୀକାର ପେଟରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ପାରା ସୁଟିଂ କୋଚ୍ ସୁଭାଷ ରାଣା ଏବଂ ସୁଟିଂ ପ୍ରଶିକ୍ଷକ ଦୀପାଲି ଦେଶପାଣ୍ଡେ, ହକି ପ୍ରଶିକ୍ଷକ ସନ୍ଦୀପ ସାଙ୍ଗୱାନ, ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଏସ୍ ମୁରଲୀଧରନ ଏବଂ ଫୁଟବଲ କୋଚ୍ ଆର୍ମାଣ୍ଡୋ ଆଗ୍ନେଲୋ କୋଲକାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ଆସନ୍ତା 17 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ। ଦ୍ରୁତ ବିକଶିତ ବୈଷୟିକ ଇକୋସିଷ୍ଟମ୍ ସହ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓକୁ ଆହ୍ୱାନ ଦେଇଛନ୍ତି। ଡିଆର୍ଡିଓର 66ତମ ପ୍ରତିଷ୍ଠା ଦିବସରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି। ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଅଭିନବ ଜ୍ଞାନକୌଶଳ ପ୍ରୟୋଗରେ ଏହା ସୁଯୋଗ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଆଶାବ୍ୟକ୍ତ କରିଛନ୍ତି। ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ କରି ସ୍ୱଦେଶୀ ସାମର୍ଥ୍ୟକୁ ବିକଶିତ କରିଥିବାରୁ ମନ୍ତ୍ରୀ ଶ୍ରୀ ସିଂ ଡିଆର୍ଡିଓର ଉଚ୍ଚ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀଠାରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀର ଓ ଲଦାଖ ଥ୍ରୁ ଦି ଏଜ୍ ଶୀର୍ଷକ ପୁସ୍ତକର ଉନ୍ମୋଚନ କରିଛନ୍ତି। 3000 ବର୍ଷର ଐତିହାସିକ ତଥ୍ୟ ସମ୍ବଳିତ ଏହି ପୁସ୍ତକରେ 7ଟି ବିଭାଗ ରହିଛି। ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଇଣ୍ଡିଆ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ ରିସର୍ଚ୍ଚର ମିଳିତ ଉଦ୍ୟମରେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏହି ପୁସ୍ତକ ପ୍ରକାଶିତ ହୋଇଛି। ଶ୍ରୀ ଶାହା କହିଛନ୍ତି, ପୁସ୍ତକର ସମସ୍ତ ବିଷୟକୁ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଛି। ପୁରୁଣା ମନ୍ଦିରଗୁଡ଼ିକର ଭଗ୍ନାବଶେଷରେ ଥିବା କଳାକୃତି ପ୍ରମାଣ କରୁଛି ଯେ କାଶ୍ମୀର ଭାରତର ଏକ ଅଂଶ। ନେପାଳରୁ ଆଫଗାନିସ୍ତାନକୁ ଯାଇଥିବା ବୌଦ୍ଧ ଯାତ୍ରାର ଏକ ସମନ୍ୱିତ ଅଂଶ ହେଉଛି କାଶ୍ମୀର ବୋଲି ଶ୍ରୀ ଶାହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଦେଶରେ ଗତ 10 ବର୍ଷ ମଧ୍ୟରେ ନିଯୁକ୍ତି କ୍ଷେତ୍ରରେ 36% ଅଭିବୃଦ୍ଧି ଘଟିଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ସମୟସୀମା ମଧ୍ୟରେ 17 କୋଟିରୁ ଅଧିକ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଗତ ବର୍ଷକ ମଧ୍ୟରେ ଦେଶରେ ପାଖାପାଖି 4 କୋଟି 60 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। 2004ରୁ 14 ମଧ୍ୟରେ ନିଯୁକ୍ତି କ୍ଷେତ୍ରରେ 7% ଅଭିବୃଦ୍ଧି ଘଟିଥିବା ବେଳେ 2014ରୁ 24 ମଧ୍ୟରେ ଏହା 36%କୁ ବୃଦ୍ଧି ପାଇଛି। କୃଷି କ୍ଷେତ୍ରରେ ନିଯୁକ୍ତି ସୁଯୋଗ 19%, ଉତ୍ପାଦନ କ୍ଷେତ୍ରରେ 15% ଏବଂ ସେବା କ୍ଷେତ୍ରରେ 36% ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ବେକାରୀ ହାର ମଧ୍ୟ 2023-24ରେ 3.2%କୁ ହ୍ରାସ ପାଇଛି। ଗତ 7 ବର୍ଷ ମଧ୍ୟରେ 18ରୁ 28 ବର୍ଷ ଭିତରେ 4 କୋଟି 70 ଲକ୍ଷରୁ ଅଧିକ ଯୁବବର୍ଗ ଭବିଷ୍ୟନିଧି ପାଣ୍ଠିରେ ସାମିଲ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲି ସିଡ୍ନୀଠାରେ ଖେଳାଯିବ। ଏପର୍ଯ୍ୟନ୍ତ ଖେଳାଯାଇଥିବା 4ଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ 2-1ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଭାରତ ବିଜୟ ହାସଲ କରିଥିବା ବେଳେ ଗୋଲାପୀ ବଲ୍ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଜିତି ଶୃଙ୍ଖଳାକୁ 1-1 ସମାନ ସ୍ତରକୁ ଆଣିଥିଲା। ବ୍ରିସ୍ବେନ୍ର ତୃତୀୟ ଟେଷ୍ଟ ବର୍ଷା ଯୋଗୁଁ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ ମେଲବୋର୍ଣ୍ଣ ଚତୁର୍ଥ ଟେଷ୍ଟକୁ ଜିତି ଅଷ୍ଟ୍ରେଲିଆ ସିରିଜ୍ରେ ଆଗୁଆ ରହିଛି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ସୁରମା ହକି କ୍ଲବ ଏବଂ ୟୁପି ରୁଦ୍ରାସ ମଧ୍ୟରେ ମୁକାବିଲା ହେବ। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ପୁରୁଷ ବର୍ଗର ଏହି ମ୍ୟାଚ୍ ରାତି 8:15ରେ ଖେଳାଯିବ। ଏହି ମ୍ୟାଚ୍ରେ ବିଜୟୀ ହେଲେ ୟୁପି ରୁଦ୍ରାସ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। କଏଦୀଙ୍କ ଜାତିଭିତ୍ତିକ ଭେଦଭାବ ପ୍ରସଙ୍ଗର ସମାଧାନ ଲକ୍ଷ୍ୟରେ ଜେଲ୍ ମାନୁଆଲ ଏବଂ ନିୟମରେ ସଂଶୋଧନ କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ।
ଓଡ଼ିଶାର ରାଜ୍ୟପାଳ ଭାବେ ଆସନ୍ତାକାଲି ଶପଥ ନେବେ ଡକ୍ଟର ହରିବାବୁ କମ୍ଭମପତି। ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷିତ। ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ 4 ଜଣ କ୍ରୀଡ଼ାବିତ୍ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ 5 ଜଣ ପ୍ରଶିକ୍ଷକ ମନୋନୀତ ଏବଂ ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ସିଡ୍ନୀଠାରେ ଆସନ୍ତାକାଲିଠାରୁ ଖେଳାଯିବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsoneair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।